ସାଙ୍ଗମାନେ ଆଜି ତୁମ ଆଖିର ତାରା ସିରିଏଲରେ ଦେଖନ୍ତୁ ତାରିଣୀ ତରୁଣକୁ କୁହେ, ତରୁଣ ବବଲିକୁ ଟିକେ କଲ୍ କରେ ନା, ତାକୁ କହ ଜଲ୍ଦି ଆସିବ ଆଉ ମୋତେ ପାସ୍ତା ବନେଇଦବ। ତରୁଣ କିଏ ତମେ ପାସ୍ତା ଖାଇବ ତ? ଠିକ୍ ଅଛି, ମୁଁ ତମ ପାଇଁ ପାସ୍ତା ବନେଇ ଦେଉଛି। ଆରେ ପାସ୍ତା ବନେଇବି କ'ଣ, ମୁଁ ଗୋଟେ ଭଲ ରେଷ୍ଟୁରାଣ୍ଟର ପାସ୍ତା ଅର୍ଡ଼ର କରିଦେଉଛି। ମୁଁ ନିଜ ହାତରେ ତମକୁ ଖୁଆଇଦେବି। ହେଲେ ଏବେ ଯାହା ହେଉଛି ତମେ ଖାଇଦିଅ, ତାପରେ ଆମେ ମିଶିକି ଖାଇବା ହେଲା। ତାରିଣୀ ହଁ ମାରେ। ତାପରେ ତରୁଣ ତାରିଣୀକୁ ଖୁଆଇ ଦିଏ ଆଉ ଠିକ୍ ସେଇ ସମୟରେ ବବଲି ଆସେ। ଆଉ ବବଲି କୁହେ, ତାରିଣୀ ତମେ ଇଏ କ'ଣ ଖାଉଛ? ତମେ ତ ମୋତେ କହିଥିଲ ନା କି ତମ ପାଇଁ ପାସ୍ତା ବନେଇବା ପାଇଁ। ତାରିଣୀ କୁହେ, ହଁ ତମେ ତ ନଥିଲ ସେଥିପାଇଁ ଖଡୁସ୍ ମୋତେ ବାଧ୍ୟ କରି। ତାରିଣୀ କୁହେ, ହଁ ତମେ ତ ନଥିଲ ସେଥିପାଇଁ ଖଡୁସ୍ ମୋତେ ବାଧ୍ୟ କରି। ବବଲି କୁହେ, ତମେ ମୋ ସହିତ ଆସ, ମୁଁ ତମକୁ ପାସ୍ତା ଖୁଆଇଦେବି। ତରୁଣ କୁହେ, ମୋ ଝିଅ ବିଷୟରେ ଚିନ୍ତା କରିବା ବନ୍ଦ କର। ତମର ଯଦି ତାରିଣୀ ପାଇଁ ଟିକେ ବି ଚିନ୍ତା ଥାନ୍ତା ନା, ପ୍ରଥମେ ତମେ ତା କଥା ବୁଝିଥାନ୍ତ, ଏମିତି ବାହାରକୁ ବୁଲିବା ପାଇଁ ଯାଇନଥାନ୍ତ। ତମେ ତାରିଣୀର ଦାୟିତ୍ୱ ନେଇଥିଲ ନା, ତମେ ହିଁ କହିଥିଲ ନା ତାରିଣୀ ବିଷୟରେ କିଛି ଚିନ୍ତା ନ କରିବା ପାଇଁ। ତମେ ସବୁ କଥା ବୁଝିଦେବ, ତମେ ଏମିତି ଦାୟିତ୍ୱ ନେଉଛ, ଏମିତି ଚିନ୍ତା କରୁଛ। ସନ୍ଧ୍ୟାବେଳଠୁ କିଛି ବି ଖାଇନି, ତମରି ନା ନେଇକି କହୁଛି ଯେ ସିଏ ଆସିଲେ ମୋତେ ଖୁଆଇଦେବ, ହେଲେ ତମର ତା ପ୍ରତି ତ ଟିକେ ବି ଚିନ୍ତା ନାହିଁ। ହଁ ଚିନ୍ତା ବି କେମିତି କରିବ, ରକ୍ତରେ ହେଇଥିଲେ ସିନା ଚିନ୍ତା କରିଥାନ୍ତ। ସିଏ ତ ତମ ନିଜର ନୁହଁ ନା, ତାହେଲେ ତମେ ଚିନ୍ତା କେମିତି କରିପାରିବ? ଆରେ ଇଏ ତ ମୋ ଝିଅ, ଆଉ ମୁଁ ତମ ଭରସାରେ ଛାଡ଼ିବାଟା ହିଁ ମୋର ଭୁଲ ଥିଲା। ତରୁଣର ଭାଇ କୁହେ, ଭାଇ ତୁ ଏ କ'ଣ କହୁଛୁ? ତରୁଣ କୁହେ, ହେ ମୁଁ ଯାହା ବି କହୁଛି ମୁଁ ଠିକ୍ ହିଁ କହୁଛି। ଦେଖ ନା ଇଏ କେତେ ଜଲ୍ଦି ବଦଳିଗଲେ ଆଉ ନିଜର ଅସଲ ଚେହେରାଟା କେତେ ଜଲ୍ଦି ଦେଖେଇଦେଲେ। ଏଇସବୁ କଥା ଶୁଣି ବବଲିକୁ ବହୁତ କଷ୍ଟ ହୁଏ। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।